ପିଲାମାନେ ଯେଉଁ ପିଲାଙ୍କର ପ୍ରଥମ ମେରିଟ୍ ଲିଷ୍ଟରେ ପ୍ରଥମ କଲେଜଟି ଆସି ସାରିଛି, 1 ନମ୍ବର କଲେଜଟି ଆସିଛି, ସେମାନଙ୍କର 2ଟି ଅପସନ୍ ଦେଖାଯାଉଥିବ ନା କ'ଣ? ଗୋଟେ ଅଲ୍ଟର ଦେଖାଯାଉଥିବ, ଗୋଟେ ଫ୍ରିଜ୍ ଦେଖାଯାଉଥିବ। ଫ୍ରିଜ୍ ମୁଁ ଗୋଟେ ଭିଡ଼ିଓରେ କହିଦେଇଛି ସ୍ଲାଇଡ୍ କ'ଣ, ଫ୍ଲୋଟ୍ କ'ଣ, ଆଉ ଥରେ ବି କହିବି, କିନ୍ତୁ ଅଲ୍ଟର ଗୋଟେ ଅପସନ୍ଟେ ଦେଇଛି। କାହିଁକି ଅଲ୍ଟର ଦେଇଛି ନା ପିଲାମାନେ, ଯଦି ପ୍ରଥମ କଲେଜଟି ତୁମେ ପଢ଼ିବା ପାଇଁ ଚାହୁଁଛ, ଯଦି କୌଣସି କାରଣରୁ ଜାଣିଲ ସେଇ କଲେଜଟା ଆମଠାରୁ ଦୂର ବାଟ, ସେଇ କଲେଜରେ ଭଲ ଫାସିଲିଟି ନାହିଁ, ଆରେ ମୁଁ ତ ଭୁଲରେ ସେଇ କଲେଜଟାକୁ ପକେଇ ଦେଇଛି, ନା ମୁଁ ସେଇ କଲେଜରେ ପଢ଼ିବିନି, ତୁମକୁ ତ ସେଇଠି ଫ୍ରିଜ୍ କରିବାକୁ ପଡ଼ୁଥିଲା, ଆଗରୁ ପଡ଼ୁଥିଲା, କିନ୍ତୁ ଏଇଠି ଗୋଟେ ଅପସନ୍ ଆସିଛି ଅଲ୍ଟର। ଅଲ୍ଟର ମାନେ ଏଡ଼ିଟ୍। ତୁମେ ତାକୁ ଏଡ଼ିଟ୍ କରିପାରିବ। ଯଦି ତୁମର ପ୍ରଥମ କଲେଜଟି ଆସିଛି, ତୁମେ ଚାହୁଁନ ନାହିଁ ମୁଁ ପ୍ରଥମ କଲେଜଟା ଆସିସାରିଛି, ମୁଁ ସେଇଠି ପଢ଼ିବାକୁ ଚାହୁଁନି, ମୁଁ ତା ଅଲଗା କଲେଜରେ ପଢ଼ିବାକୁ ଚାହୁଁଛି, ତା ତଳ କଲେଜରେ ପଢ଼ିବାକୁ ଚାହୁଁଛି, ସେମିତିରେ ଆପଣଙ୍କୁ କୌଣସି ଚଏସ୍ ମିଳିବନି। ସେଇ ଗୋଟେ ଚଏସ୍, ତାହା ହେଉଛି ଅଲ୍ଟର। ଅଲ୍ଟର ମାନେ ତ ମୁଁ କହିଛି, ଅଲ୍ଟର ମାନେ ଏଡ଼ିଟ୍। ଏଡ଼ିଟ୍ ମାନେ ଭାରତ ସରକାର ଗୋଟେ ନୂଆ ବାହାର କରିଛନ୍ତି ଫାର୍ଷ୍ଟ ସିଲେକ୍ସନରେ ପ୍ରଥମ କଲେଜଟି ପାଇଁ ଅଲ୍ଟର ଅପସନ୍। ଅଲ୍ଟରରେ କ'ଣ କରିବାକୁ ପଡ଼ିବ ନା ପିଲାମାନେ, ତୁମକୁ ଅଲ୍ଟର ସାମ୍ସରେ ଲଗ୍ଇନ୍ କରିକି ତୁମକୁ ପ୍ରଥମ ମେରିଟ୍ ଲିଷ୍ଟ ଯେଉଁ ପ୍ରଥମ କଲେଜଟି ଆସିଛି ତାକୁ ଅଲ୍ଟର ଯଦି ତୁମେ ପିଲାମାନେ କ୍ଲିକ୍ କରିବ, କ'ଣ ହେବ, ତୁମେ ଗୋଟେ ନୂଆ ଲିଷ୍ଟ ଦେବ। ସେକେଣ୍ଡ ସିଲେକ୍ସନ୍ ପାଇଁ, ସେକେଣ୍ଡ ମେରିଟ୍ ଲିଷ୍ଟ ସିଲେକ୍ସନ୍ ପାଇଁ ଗୋଟେ ନୂଆ ଲିଷ୍ଟ ଦେବ। ତୁମେ ପ୍ରଥମ ଲିଷ୍ଟକୁ ସେମାନେ ଭୁଲିଯିବେ। ଏଇ ସେକେଣ୍ଡ ସିଲେକ୍ସନରେ ଯେଉଁ ଲିଷ୍ଟ କଲେଜର ଲିଷ୍ଟ ଦେଇଛ ତାକୁ ହିଁ ସେମାନେ ଚିନ୍ତା କରିବେ ଆଉ ତୁମର କଲେଜ ଦେବେ। ଯଦି ତୁମେ ପିଲାମାନେ ଅଲ୍ଟର ଅପସନ୍ ଚୁଜ୍ କରୁଛ, ତେବେ ତୁମର ସେକେଣ୍ଡ ସିଲେକ୍ସନରେ ଆସିପାରେ, ନ ବି ଆସିପାରେ। ଯଦି ଆସିଲା ଭଲ କଥା, ଆମେ ପଢ଼ିବା। ଯଦି ନ ଆସିଲା ପିଲାମାନେ, ତୁମେ ଆଉ ପ୍ରଥମ କଲେଜରେ ଯେଉଁ ପଢ଼ିଥିଲ, ପ୍ରଥମ କଲେଜର ଯେଉଁ ଆସିଥିଲା କଲେଜଟା, ତ ଆଉ ସେଇ ସିଟ୍ଟି ରିଜର୍ଭର ରହିବ ନାହିଁ। ସେଇ ସିଟ୍ଟି ତୁମକୁ ଭୁଲିଗଲେ, ତୁମେ ଏଇଟା ସିଟ୍ଟାକୁ ଭୁଲିଯିବ, କାହିଁକି ନା ଏଇ ସିଟ୍ଟା ତୁମର ପାଇଁ ରିଜର୍ଭ ରହିବ ନାହିଁ। ତୁମେ ଗୋଟେ ନୂଆ ଲିଷ୍ଟ ଦେଇଛ, ତୁମ ନୂଆ ଲିଷ୍ଟ ଅନୁସାରେ ତୁମର ସିଲେକ୍ସନ୍ ପ୍ରୋସେସ୍ଟା ହେବ। ତେଣୁ ଯେଉଁ ପିଲାମାନେ ଅଲ୍ଟର ଅପସନ୍କୁ ଚୁଜ୍ କରୁଛ, ସେମାନେ ଦେଖି ଚାହିଁ ଚୁଜ୍ କରିବ, ଏହା ମୋ ଆଡ଼ଭାଇସ୍। ଏଥିରେ କ'ଣ ହେଉଥିଲା, ସ୍ଲାଇଡ୍, ଫ୍ରିଜ୍, ଫ୍ଲୋଟ୍ ଆଣ୍ଡ ଫ୍ରିଜ୍ରେ କ'ଣ ହେଉଥିଲା ନା ସିଟ୍ଟି ପୂର୍ବ ସିଟ୍ଟି ରିଜର୍ଭ ରହୁଥିଲା, କିନ୍ତୁ ଏଇ ଅଲ୍ଟରରେ ତୁମେ ଯେଉଁ ପ୍ରଥମ କଲେଜଟି ପାଇଛ ସେହାକୁ ଭୁଲିବାକୁ ପଡ଼ିବ। ତୁମେ ଆଉ ରିଜର୍ଭ ରହିବ ନାହିଁ। ସେଥିପାଇଁ ପିଲାମାନେ ଯେଉଁମାନେ ଅଲ୍ଟର ଅପସନ୍ ଚୁଜ୍ କରୁଛ, ସେମାନେ ଦେଖି ଚାହିଁ ଚୁଜ୍ କରିବ। ଯଦି ସେକେଣ୍ଡ ମେରିଟ୍ ଲିଷ୍ଟରେ ତୁମର ସିଲେକ୍ସନ୍ ଆସିଲା ଭଲ କଥା, ଯଦି ନ ଆସିଲା ପିଲାମାନେ, ତୁମେ ପ୍ରଥମ କଲେଜକୁ ଆଉ ଚିନ୍ତା କରିବାର ନାହିଁ। ସେଥିପାଇଁ ଅଲ୍ଟର ଅପସନ୍କୁ ଦେଖିକି ଚୁଜ୍ କରିବ। ରହୁଛି ପିଲାମାନେ, ଆଉ ଆଜିର ଭିଡ଼ିଓରେ ଏତିକି। ନେକ୍ସଟ ଭିଡ଼ିଓରେ କିଛି ନୂଆ ଇନଫର୍ମେସନ୍ ସହିତ ଦେଖା ହେବା। ଯଦି ଭିଡ଼ିଓଟି ଭଲ ଲାଗିଛି, ଅନ୍ୟମାନଙ୍କୁ ସେୟାର କରିବା ପିଲାମାନେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ଥ୍ୟାଙ୍କ ୟୁ।